ସମ୍ବଲପୁର ସହରର ଲକ୍ଷ୍ମୀଡୁଙ୍ଗରି ପାହାଡ଼ ପାଦଦେଶରେ ଥିବା ଘରମାନଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜବରଦଖଲରେ ଥିବା ଘର, ଦୋକାନ, ବଜାର ଉଠାଇ ନେବାକୁ ନୋଟିସରେ ଉଲ୍ଲେଖ ରହିଛି। ତେବେ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଏଠାରେ ରହୁଥିବା ପରିବାର ବର୍ତ୍ତମାନ ବାସହରା ହେବାର ଆଶଙ୍କା ରହିଛି। ତେଣୁ ଉଚ୍ଛେଦ ପୂର୍ବରୁ ସମସ୍ତ ପରିବାରକୁ ଥଇଥାନ କରିବାକୁ ଆଜି ଗ୍ରାମବାସୀମାନେ ଦାବି କରି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଲକ୍ଷ୍ମୀଡୁଙ୍ଗରି ଅଞ୍ଚଳବାସୀ ଉଚ୍ଛେଦ ପୂର୍ବରୁ ତାଙ୍କୁ ପ୍ରଥମେ ଥଇଥାନ କରିବାକୁ ଦାବି କରିବା ସହ ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସେମାନଙ୍କୁ ଏନ୍ଏଚ୍ଏ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଆବଶ୍ୟକୀୟ ସମାଧାନ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏଥିସହ ସେ ଏନେଇ ଏନ୍ଏଚ୍ଏ କର୍ତ୍ତୃପକ୍ଷଙ୍କ ସହ ନିଜେ ଆଲୋଚନା କରିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ। ରାହୁଲ ମୋଦକଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ତପନ ମହାନ୍ତି, ଦିନେଶ ମହତମ, ରଜତ ସିତାର, ପରମେଶ୍ୱର ଜାଲ ଓ 10 ଜଣ ମହିଳା ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।